भाई दुख खबर आसूची आपण भी पोस्ट करछन हम देखुछु ए सब घटना केमती कोन घटले कहि परिबे। ହଁ ମୁଁ ଯାହା ଜାଣିଲି ଯେ ଆଜି ଚେକଅପ୍ ଥିଲା ତାଙ୍କର ଆପୋଲୋ ହସ୍ପିଟାଲରେ। ଆଜ୍ଞା ହସ୍ପିଟାଲ ଚେକଅପ୍ ଭିତରେ କିଛି ମାନେ କଫ ଜନିତ କିଛି ପ୍ରୋବ୍ଲେମ ବାହାରିଲା। ଆଉ ଭାରି କଷ୍ଟଦାୟକ କାହିଁକି ନା ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଓଡିଶାବାସୀ ଜାଣିଛନ୍ତି କିଛି ଦିନ ତଳୁ ସେ ବାପାଙ୍କ ବିଷୟରେ ଗୋଟେ ଗୀତ ଗାଇକିନି ଗୋଟେ ନିଜର ସେଣ୍ଟିମେଣ୍ଟ କିମ୍ବା ନିଜର ଭଲ ପାଇବା ବାପାଙ୍କ ଉପରେ ପ୍ରଦର୍ଶନ କରିଥିଲା। ତାଙ୍କର ବାପାଙ୍କ ଉପରେ ବି ସେ ଲେଖିଥିଲେ ତାଙ୍କ ବାପାଙ୍କ ଦେହ ଖରାପ ଥିଲା ବୋଲି ମଧ୍ୟ ସେ ଶୋଇ ପାରୁନାହାନ୍ତି ଏବଂ ଦୁଃଖରେ ଅଛନ୍ତି ବୋଲି ମଧ୍ୟ କହୁଥିଲେ ଏବଂ ଆଜ୍ଞା ତାଙ୍କର ଯୋଉ ଡିଭୋର୍ସ କଥାକୁ ନେଇକି ମଧ୍ୟ ମାନସିକ ସ୍ତରରେ ସେ ଦୁର୍ବଳ ଥିଲେ ଏବଂ ଏଇ କିଛି ଦିନ ହେଲାଣି ଖୁସି ଥିଲେ ଏବଂ ବାପାଙ୍କୁ ସେ ଖୁସିରେ ରଖିବା ପାଇଁ ଚାହୁଁଥିଲେ ଖୁସି ଦେଖିବା ପାଇଁ ଚାହୁଁଥିଲେ ତା ହଁ ଭିତରେ ସେ ଏଭଳି ଗୀତ ଏକ ଘଟଣା ଘଟିଛି। ହଁ ଆଉ ସେ ଗୀତ ମାଧ୍ୟମରେ ବି ସେ ପରିପ୍ରକାଶ କରିଥିଲେ ଯେ ଆଶା ରଖିଥିଲେ ଯେ ମୋ ବାପା ଭଲସେ ବଞ୍ଚି ଆସନ୍ତୁ ମୋ ସାଙ୍ଗେ ଟିକେ ଭଲସେ କଥା ହୁଅନ୍ତୁ କିମ୍ବା ମାନେ ବାପାଙ୍କ ସ୍ନେହ ଆଉ ଟିକେ ପାଇବାକୁ ଆଶା ଥିଲା କିମ୍ବା ନିଜ ଖୁସିଟା ଜଣେଇବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ତାପରେ ଏମିତି ଗୋଟେ ଦୁର୍ଘଟଣା ହେଇଗଲା। ଭଗବାନଙ୍କର ଏଇଟା କି ଲୀଳା ଆମେ ବୁଝିପାରୁନୁ। ପ୍ରକୃତରେ ଆଜି ସମସ୍ତେ ଭାଙ୍ଗି ଯାଇଛନ୍ତି ଗୋଟେ ଦୁର୍ଦ୍ଦଶା ବୋଲି ଆମେ ଦୁର୍ଦ୍ଦଶା ଭଳିଆ ଆମକୁ ଲାଗୁଛି। ନିଶ୍ଚିତ ତାପରେ ବି ଅନୁଭବ ଭାଇଙ୍କ ସାଙ୍ଗରେ ବି ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ନିଆରା ଏମିତିକି ସେ ଆପଣଙ୍କୁ ଗୁରୁ ବୋଲି ମଧ୍ୟ କହୁଥିଲେ ଏମିତିକି ତାଙ୍କ ବାର୍ଥଡେ ମଧ୍ୟ ଆମେ ଦେଖିଥିଲୁ ଆପଣ ମାନେ ସମସ୍ତେ ଏକାଠି ହେଇଥିଲେ ଏବଂ ତାଙ୍କ ବାପାଙ୍କ ସାଙ୍ଗରେ ବି ଆପଣ ଅନେକ ଥର ଦେଖା କରିଛନ୍ତି ଏବେ ଲାଷ୍ଟ କେବେ ତାଙ୍କ ବାପାଙ୍କ ସାଙ୍ଗେ ଆପଣ ଦେଖା କରିଥିଲେ ଏବଂ ସେ କଣ ଆପଣଙ୍କୁ କହିଥିଲେ ସେମିତି କିଛି। ନାଇଁ ନାଇଁ ସିଏ ତ କହିପାରୁନଥିଲେ ମାନେ କଷ୍ଟରେ ଚିହ୍ନୁଥିଲେ ଚିହ୍ନିବା ବି କଷ୍ଟ ହଉଥିଲା ତାଙ୍କୁ କିନ୍ତୁ ଆମର ବି ଆଶା ଥିଲା କେମିତି ସେ ଭଲ ହେଇକି ଆସିଲା ପରେ ଆମକୁ ପୁଣି ଚିହ୍ନି ପାରିବେ ଆମକୁ ସେଇ ସ୍ନେହ ଦେଇପାରିବେ ଯୋଉଟା କି ଆଉ ଜୀବନ ସାରା ମିଳିପାରିବନି ବୋଲି ଲାଗୁଛି। ଏବେ ଯେମିତି କି ରେକର୍ଡିଂ ହଉଛି ଯୋଉ କଥା କୁହାଯାଉଛି ଯେ ତାଙ୍କ ବାପାଙ୍କ କଥାକୁ ନେଇକି ବର୍ଷା ମଧ୍ୟ ଗୁଜବ ଉଠଉଥିଲେ କି ନାଇଁ ଏହା ଏକ ଗୁଜବ ଥିଲା ତାଙ୍କ ବାପାଙ୍କ ପାଇଁ ସେ ସେମିତି କିଛି ମାନସିକ ନାହାନ୍ତି କିନ୍ତୁ ବର୍ତ୍ତମାନ ଯଦି କହିବା ତାଙ୍କର ପରିବାର ଲୋକ ସମସ୍ତେ ଏକାଠି ହେଲେଣି କି ଏବଂ ବର୍ଷା ମଧ୍ୟ ସେଠିକି ଆସିବେ କି। ମୁଁ ବର୍ଷାଙ୍କ କଥା ତ କହିପାରିବି କିନ୍ତୁ ପରିବାର ଲୋକ ଏକାଠି ହେଲେଣି ପୁଣି ବହୁତ ଏକାଠି ହଉଛନ୍ତି ମଧ୍ୟ ଆଉ ସମସ୍ତେ ଏକଦମ ଭାଙ୍ଗି ପଡିଛନ୍ତି ଭାଙ୍ଗି ପଡିକି ଏକଜୁଟ ହେଇଛନ୍ତି କେମିତି ତାଙ୍କ ମୁହଁ ଟିକେ ଦେଖିବା ପାଇଁ ସମସ୍ତେ ବ୍ୟାକୁଳ ଅଛନ୍ତି। ଯଦି କହିବା କି ତାଙ୍କର ଏବେ ଶେଷକୃତ୍ୟ କେଉଁ ମଶାଣିରେ ହବ ଏବଂ କେତେବେଳେ ସେ ପହଞ୍ଚିବେ ଏବଂ ଆଉ କିଏ ସେଠି ପହଞ୍ଚିବେ ଏବଂ ଆପଣ ମାନେ ସମସ୍ତେ କୋଉଠି ଅଛନ୍ତି ଏସବୁର କିଛି ସୂଚନା ରହିଛି କି ଆପଣଙ୍କ ପାଖରେ? ସେମାନେ ସମସ୍ତେ ଏକାଠି ହେଇକି ଅଛନ୍ତି ମୁଁ ବି ସେଇଠି ମଧ୍ୟ ଥିଲି କିନ୍ତୁ ଏବେ ଯାଉଛି ଯେହେତୁ ମଶାଣିକି ଆମକୁ ସବୁ ଜିନିଷ ବ୍ୟବସ୍ଥା କରିବାକୁ ପଡେ ମୁଁ ରାସ୍ତାରେ ଅଛି ମଶାଣିକି ଯାଉଛି କିଛି ବ୍ୟବସ୍ଥା କରିବା ପାଇଁ। ଭାଇ କୋଉ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହବ ଏବଂ ସେ କେଉଁ ସେଇଟା ଆକ୍ଚୁଆଲି କଟକରେ ଆମ କାଳୀ ମନ୍ଦିର ମଶାଣି ଯୋଉଠି ଅଛି ସେଇଠି ତାଙ୍କର ଫ୍ୟାମିଲିରେ ସମସ୍ତେ ସେଠିକି ଆସନ୍ତି ସେ ମଧ୍ୟ ଇଚ୍ଛା କରିଥିଲେ ସେଇଠିକି ଆସିବା ପାଇଁ ସେଇଠିକି ଆସୁଛନ୍ତି। ଧନ୍ୟବାଦ ଭାଇ ଆମେ ତ ଆପଣ ବହୁତ ଦୁଃଖରେ ଅଛନ୍ତି ଆମେ ଆପଣଙ୍କ ବେଶୀ ସମୟ ନବୁ ନାହିଁ ଆପଣ ବି ସେ କାମରେ ବ୍ୟବସ୍ଥା କରୁଛନ୍ତି ଆମେ ଆଉ କିଛି ସମୟରେ ଆପଣଙ୍କ ସାଙ୍ଗରେ ପୁଣି ପ୍ରତିକ୍ରିୟା ନବୁ ଆଜି ନିଶ୍ଚିତ ରୂପେ ଏହା ଏକ ଦୁଃଖଦ ଘଟଣା ଏବଂ ଯେମିତି କହୁଛୁ କି ସମସ୍ତେ ଦୁଃଖରେ ଅଛନ୍ତି ଏବଂ ଅନୁଭବ ଭାଇଙ୍କର ଯୋଉ ଫ୍ୟାନ ମାନେ ମଧ୍ୟ ଥିଲେ ସେମାନେ ବି କୋଉଠି ନା କୋଉଠି ଦୁଃଖ ପ୍ରକାଶ କରୁଛନ୍ତି। ଧନ୍ୟବାଦ।